99 ଷ୍ଟୋରରୁ ଏତେ ସାରା ସପିଂ କରିସାରିଲା ପରେ ବି ମନ ମୋର ଜମା ମାନୁନଥିଲା। ପୁଣି ଚାଲିଲି 99 ଆଡ଼କୁ। ହ୍ୟାଲୋ ଏଭ୍ରିୱାନ୍, ଜୟ ଜଗନ୍ନାଥ, ୱେଲକମ୍ ଟୁ ମାଇ ମିନି ବ୍ଲଗ୍। ଆମେ ଭାଇ ଭଉଣୀ ଆମେ 3 ଜଣ ଯାଇକି 99ରୁ ସପିଂ କରି ଆସି ସାରିଲା ପରେ ପୁଣି ମୋର କିଛି ଜିନିଷ ବାକି ରହିଯାଇଥିଲା ଆଉ ଦେଇର କିଛି ବାକି ଜିନିଷ ରହିଯାଇଥିଲା। ସେ ମୋତେ ଗୋଟେ କଥା କହିଥିଲା ଆଉ ମୁଁ ଆଉ ଗୋଟେ କଥା ଆଣିଥିଲି। ପୁଣି ଥରେ ଆମକୁ ତ ଯିବାକୁ ପଡ଼ିବ ନା। ଦେଇର ମୋର ନେକ୍ସଟ ଡେରେ ପୁଣି ପଳେଇ ଆସିଥିଲୁ ସନ୍ଧ୍ୟା ବେଳିଆ। ଆଉ 2 ଜଣ ପୁଣି ଆଜି ବହୁତ ସାରା ପଇସା ଖର୍ଚ୍ଚ କରିକି ଯିବୁ ଲାଗୁଛି। ଆଉ 99ରେ ଆଜି ବହୁତ ଭିଡ଼ ଥିଲା ଲାଗୁଛି। ନେକ୍ସଟ ଡେ ଆସିଥିଲୁ ଆମେ, ଏତେ ଭିଡ଼ ନଥିଲା। ଆଜି କିନ୍ତୁ ଟିକେ ଭିଡ଼ ବଢ଼ିଯାଇଛି ଲାଗୁଛି। ପୁଣି ଥରେ ସେଇ ଜିନିଷ ଥିଲା, କିନ୍ତୁ ଆଜି ଟିକେ ନୂଆ ଜିନିଷ ବହୁତ ଆଡ଼୍ ହେଇଥିଲା। କିନ୍ତୁ ମୁଁ ଯେଉଁ ଜିନିଷଟା ଖୋଜୁଥିଲି ସେଇଟା ମୋତେ ସେଦିନ ବି ମିଳିନଥିଲା ଆଉ ଆଜି ବି ମିଳିଲାନି ମୋତେ। ଏଠି ଦେଇ ଦେଖୁଥିଲା ବହୁତ ସାରା ଜିନିଷ, ସିଏ ସେଥିରୁ କିଛି ଆଣିଲା, ମୋର କିଛି 2ଟା ଜିନିଷ ନେଇ ଆସିଲି। ଆପଣମାନଙ୍କୁ କ'ଣ ବା କହିବି, ପୂର୍ବ ବ୍ଲଗରେ ତ କହିସାରିଛି କେତେ ବଢ଼ିଆ ବଢ଼ିଆ ଜିନିଷ ଅଛି। ଯାଆନ୍ତୁ ନା, ଢେର ସାରା କିଣନ୍ତୁ, ଘରକୁ ଆସନ୍ତୁ, ଖୁସିରେ ରୁହନ୍ତୁ, ଭଲରେ ରୁହନ୍ତୁ। ମୋର ଏଠି ଖାଲି ଘିରି ଘିରି ହେଇ ବୁଲୁଥିଲି, ଭାବୁଥିଲି ସବୁ ନେଇଯିବି, କିନ୍ତୁ ନେବି କେମିତି? ନିଜେ ତ ବସ୍ରେ ଆସିଛି, ବସ୍ରେ ମୁଁ ଯିବି ନା ଜିନିଷପଟା ସବୁ ଲୋଡ଼୍ କରିକି ଘରକୁ ପଠେଇବି? ସେଇଥିପାଇଁ ହିଁ ଅଧା ଜିନିଷ ଆଣିଲିନି। ଭାବୁଛି ଏଥର 99 ଷ୍ଟୋରକୁ ଘରକୁ ହିଁ ଉଠେଇ ନେଇଯିବି। ଘର ପାଖରେ ଖୋଲିଗଲେ ବି ବହୁତ ଭଲ ହେବ। ଚାଲନ୍ତୁ ମୋ ଗପ ଶୁଣିକି ଆପଣମାନେ ବି ବୋର୍ ହେଇଯାଉଥିବେ ନା? ବୋର୍ ହେଲେ ବି ଆପଣମାନଙ୍କୁ ଶୁଣିବାକୁ ପଡ଼ିବ ମୋ ପାଗଳ ମାଇଣ୍ଡର ଗପ ସବୁ। ଏକା ଏକା ରହିକି ନିଜେ ବି ପାଗଳ ହେଇଗଲେ ଆଉ ସମସ୍ତଙ୍କୁ ପାଗଳ କରିଦେଇଛି। ମୋର କିଛି କଥା ବି ଆଉ ମନେ ଦେଉନି। କେଉଁଦିନ କ'ଣ ସବୁ କିଣି ନେଉଛି, କେତେ ଟଙ୍କା ଖର୍ଚ୍ଚ କରିଦେଉଛି, ସେଇଟା ତ ମୋର ଲିମିଟ୍ ବାହାର ହେଇଛି। ରୋଜଗାର ସେତିକି ନାହିଁ, କିନ୍ତୁ ଖର୍ଚ୍ଚଟା ତ ମୋର ଲିମିଟ୍ ବାହାର ହେଇଯାଉଛି। ଏଇସବୁ ହେଇପାରୁଛି ମୋ ଦେଇ ପାଇଁ। ଭାବୁଛି ଦେଇ ଶାଶୁ ଘରକୁ ଗଲା ପରେ ମୋ ଅବସ୍ଥା କ'ଣ ହେଇଯିବ। ଆଉ ତ ମୋତେ କେହି ବି ଟଙ୍କାଟା ଦେବେନି। ତା ଆଗରୁ ମୋତେ ମୋ ବନ୍ଦୋବସ୍ତ କରିବାକୁ ତ ପଡ଼ିବ ନା। ଆଗକୁ କ'ଣ ହେଉଛି ଆପଣମାନେ ଦେଖି ଚାଲନ୍ତୁ ଖାଲି। ଏଠି ପଇସା ପୁରା ବହୁତ ଖର୍ଚ୍ଚ ହେଇଯାଇଥିଲା, ସେଥିପାଇଁ ମନଟା ମୋର ପୁରା ଦୁଃଖ ହେଇଯାଇଥିଲା। ଆଉ କ'ଣ ବା କହିବି, ଇଏ ହାତକୁ କ'ଣ ରୋକି ହେଉଛି କି ଜିନିଷପଟା କିଣିବା ପାଇଁ? ଜିନିଷପଟା କାହିଁକି ବି ମୋ ଆଗକୁ ଆସୁଛନ୍ତି କେଜାଣି, ସେଇଟା ବି ମୁଁ ଜାଣିପାରୁନି। ପଇସା ଖର୍ଚ୍ଚ କରିକି ପଳେଇ ଆସିଲେ। ଏଠି ପନିର ସିଙ୍ଗଡ଼ା ଖାଇଦେଲି ଆଉ ତା ସହିତ ଆଇସ୍କ୍ରିମ୍ ମକା ଖାଇଦେଲି। ଢେର ସାରା ଖାଇସାରିବା ପରେ ପେଟ ଫୁଲ୍ ହେଇଗଲା ଆଉ ମନ ବି ଦୁଃଖ ହେଇଥିଲା। ମନରେ ଖାଲି ଚାଲୁଥିଲା କେତେ ଟଙ୍କା ଖର୍ଚ୍ଚ କରିଦେଲି। ଆଗକୁ ମୋର ବହୁତ ସାରା ଜିନିଷ ଆଣିବାର ଅଛି, ସେଥିପାଇଁ ସେଭିଂ କରିବାକୁ ପଡ଼ିବ। ସେଥିପାଇଁ ସାଙ୍ଗେ ସାଙ୍ଗେ ଫୋନ୍ ପେ ଆପ୍କୁ ଡିଲିଟ୍ କରିଦେଲି। ପଇସା ଖର୍ଚ୍ଚ ହେଇଗଲା ଆଉ ମନ ବି ଦୁଃଖ ହେଇଗଲା। ଆଜି ତ ମିନି ବ୍ଲଗ୍ଟିକୁ ଏଇଠି ଏଣ୍ଡ କରୁଛି। ଲାଇକ୍ ସେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଦେଖା ହେବା ନେକ୍ସଟ ମିନି ବ୍ଲଗ୍ରେ। ରହୁଛି, ଜୟ ଜଗନ୍ନାଥ, ଲଭ୍ ୟୁ ଅଲ୍।